ରାଜା ଦେଖି ଆମେ ଜାଣୁ ଯେ ଦେଖିବା ଆମେ ମନୋନୀତ କରୁଅଛୁ ତାହେଲେ ଆମେ ତାର ଭବିଷ୍ୟତ ଆଗରୁ ଆମେ ଜାଣିପାରିବା ନାହିଁ କିଏ ହେବ ରାଜା। ଦେଖନ୍ତୁ ଯିଶା ଭବିଷ୍ୟତ ବକ୍ତା ଯିଏକି ଆଦି ରାଜାର ବିଷୟରେ କହୁଅଛନ୍ତି ଭବିଷ୍ୟତର ରାଜାର ବିଷୟ ସେ କହୁଅଛନ୍ତି ଏ ଅଧ୍ୟାୟରେ। ଜାଣୁ କୋଉ ରାଜା ବିଷୟରେ କଥା କହୁଅଛନ୍ତି ଆମେ ଜାଣୁ ଏ ଭିତରକୁ ଆମେ ପ୍ରବେଶ କଲେ ଆମେ ଜାଣିବା ଯେ କୋଉ ରାଜା ବିଷୟରେ କଥା କହୁଅଛନ୍ତି। ଏକ ପଦରେ ଆମେ ଦେଖିବା ମାତ୍ର ପୂର୍ବେ ଯେଉଁ ଦେଶ ବେଦନାଗ୍ରସ୍ତ ଥିଲା ତାହା ତିମିରାବୃତ ହୋଇ ରହିବ ନାହିଁ। ଦେଖନ୍ତୁ ଯେଉଁ ଦେଶ ବେଦନାଗ୍ରସ୍ତ ହୋଇଥିଲା କହୁଛନ୍ତି ଇଶା ଭବିଷ୍ୟତ ବକ୍ତା ଯେ ଯେଉଁ ଦେଶ ମାନେ ପରମେଶ୍ୱରଙ୍କୁ ଛାଡିକି ଏମାନେ ବିପରୀତ ଯାଇଥିଲେ ଆଉ ସେଥି ନିମନ୍ତେ ଅନେକ ସେଇ ଦେଶ ମାନଙ୍କ ଠାରେ ଯୁଦ୍ଧ ଅନେକ ବେଦନାଗ୍ରସ୍ତ ଅନେକ ତାଡ଼ନା ସମସ୍ୟା ଦେଖି ସେମାନେ ଗତି କରୁଥିଲେ। ଆଉ ଭବିଷ୍ୟତ ବକ୍ତାକୁ ସେହି ସ୍ଥାନରେ କହୁଅଛନ୍ତି ଯେ ଆଉ ସେଇ ବେଦନାଗ୍ରସ୍ତ ରହିବ ନାହିଁ ଆଉ ରହିବ ନାହିଁ। ଆଉ ଲେଖାଯାଏ ପୂର୍ବ କାଳରେ ସେ ସବୃନ୍ଦ ଓ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ। ଇଏ କରିଥିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସବୃନ୍ଦ ଦେଶକୁ ଆଉ ନପ୍ତାଲି ଦେଶକୁ ତୁଚ୍ଛନୀୟ କରିଥିଲେ। ମାତ୍ର ଲେଖାଯାଏ ଶେଷ କାଳରେ ସେ ତାହାକୁ ସମୁଦ୍ର ପଥର ନିକଟବର୍ତ୍ତୀ ଜର୍ଦ୍ଦନର ସେପାରିସ୍ଥ ଗୋଷ୍ଠୀଗଣର ଗାଲିବାକୁ ସମ୍ଭ୍ରାନ୍ତ କରିବେ। କଣ କରିବେ? ସମ୍ଭ୍ରାନ୍ତ କରିବେ, ବଳବାନ କରିବେ, ସବୁ କ୍ଷେତ୍ରରେ ସେ ଆଶୀର୍ବାଦ କରିବେ। ଦେଖିଲ ହାଲେଲୁୟା। ଯେଉଁ ଦେଶକୁ ତୁଚ୍ଛନୀୟ କରିଥିଲେ ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞାକୁ ପାଳନ କରି ଆଉ ଏଇ ଦେଖନ୍ତୁ ଏଇ ଜାଗାରେ ଏଇ ସ୍ଥାନରେ ଆମେ ଦେଖୁ ଜାଣୁ ଯେ ଯେଉଁ ଗୋଷ୍ଠୀ ଅନ୍ଧକାରରେ ଭ୍ରମଣ କଲେ ସେମାନେ ମହା ଆଲୁଅ ଦେଖୁଅଛନ୍ତି। ଯେଉଁମାନେ ଦେଖି ଅଛନ୍ତି ଆଉ ଯେଉଁମାନେ ମୃତ୍ୟୁ ଛାୟା ରୂପ ଦେଶରେ ବାସ କଲେ ସେମାନଙ୍କର ଉପରେ ତୃପ୍ତି ଉଦିତ ହୋଇଅଛି। ହାଲେଲୁୟା। ଦେଖନ୍ତୁ ଯେଉଁ ଗୋଷ୍ଠୀ ଗଣ ଅନ୍ଧକାରରେ ଭ୍ରମଣ କରୁଥିଲେ ହେଲେ ସେମାନେ କୋଉ ରାସ୍ତାରେ ଯାଉଥିଲେ କୋଉ ପଥରେ ଯାଉଥିଲେ ସେମାନେ ଦେଖି ପାରୁନଥିଲେ। ଆଉ ଅନ୍ଧକାରରେ ସେମାନେ ସତ୍ୟ ପରମେଶ୍ୱରଙ୍କୁ ସେମାନେ ଚିହ୍ନି ପାରୁନଥିଲେ, ଜାଣି ପାରୁନଥିଲେ, ସଠିକ ରାସ୍ତାକୁ ସେମାନେ ଜାଣି ପାରୁନଥିଲେ। ଆଉ ସେଇ ଗୋଷ୍ଠୀ ଗଣ ମାନେ କଣ କରୁଥିଲେ? ଅନ୍ଧକାରରେ ସେମାନେ ଭ୍ରମଣ କରୁଥିଲେ। ହେଲେ ସେମାନେ ମହା ଆଲୁଅ ଦେଖିବେ ଆଉ ଯେଉଁମାନେ ମୃତ୍ୟୁ ଛାୟା ରୂପ ଦେଶରେ ବାସ କରୁଥିଲେ ସେମାନଙ୍କର ଉପରେ ତୃପ୍ତି ଉଦିତ ହେଉଛି। ଦେଖନ୍ତୁ ଏଇ ଜାଗାରେ ଜିହୁଦୀ ମାନଙ୍କୁ ଇସ୍ରାଏଲୀୟ ମାନଙ୍କୁ ପରମେଶ୍ୱରଙ୍କର ତାଙ୍କ ସନ୍ତାନ ମାନଙ୍କୁ ସେ ବିଷୟ କଥା କହୁଅଛନ୍ତି। ଆଉ ସେଇ ଜାଗାରେ କହୁଅଛନ୍ତି ଇଶାୟା ଭବିଷ୍ୟତ ବକ୍ତାକୁ ଯେ ସମୟ ଆସିବ ଯେ ସେଇମାନେ ଯୋଉମାନେ ଅନ୍ଧକାରରେ ଭ୍ରମଣ କରୁଅଛନ୍ତି ସେଇମାନେ ମହା ଆଲୁଅ ଦେଖିବେ ଆଉ ସେଇମାନେ ସେମାନଙ୍କର ଉପରେ ତୃପ୍ତି ଉଦିତ ହେବ, ଆଲୋକ ଉଦିତ ହେବ ବୋଲିକି କହୁଅଛନ୍ତି। ସେହିପରି ଆମ୍ଭେମାନେ ଯୋଉ ସମାଜରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଜାଣିନଥିଲା ସେଇ ସମାଜରେ ଆମ୍ଭେମାନେ ଆଉ ସମସ୍ତେ ଅନ୍ଧକାରରେ ଆମେ ଭ୍ରମଣ କରୁଥିଲା, ପରମେଶ୍ୱରଙ୍କର ଦୃଷ୍ଟିରେ ଆମେ ତୁଚ୍ଛନୀୟ ଥିଲା ଆଉ ପରମେଶ୍ୱରଙ୍କର ଇଚ୍ଛାକୁ ଆମେ ଜାଣୁନଥିଲା, ସତ୍ୟ ପରମେଶ୍ୱରଙ୍କୁ ଆମେ ଜାଣି ପାରୁନଥିଲା, ଆମେ ଅନ୍ଧକାରରେ ଥିଲା, ଆମେ ଦେଖି ପାରୁନଥିଲା। ହେଲେ ଦେଖନ୍ତୁ ଏଇ ଜାଗାରେ କହୁଅଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଶା ଭବିଷ୍ୟତ ବକ୍ତାକୁ କହୁଅଛନ୍ତି ଯେ ଆମେ ତୁମମାନଙ୍କ ଠାରେ ମହା ଆଲୁଅ ଦେଖାଇବୁ ଆଉ ମୋ ଉପରେ ତୃପ୍ତି ଉଦିତ ହେବ। ଆମେ ସମସ୍ତେ ଜାଣୁ ସେଇ ଆଲୁଅ
ହେଇଗଲା ଆଉ ନୂତନ ନିୟମରେ ଆମେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ଆଉ ସେ ଆମ ମାନଙ୍କ ଠାରେ ଆଲୋକିତ ହେଲେ ଆଉ ସେଇ ଲାଇଟିଂ ସେଇ ଆଲୋକ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଆମେ ସମସ୍ତେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ମୁଁ ପଥ ସତ୍ୟ ଓ ଜୀବନ ବୋଲିକି। ହେଇଗଲା ହାଲେଲୁୟା। ଆମେ ମାନେ ସମସ୍ତେ କଣ ଥିଲା ଅନ୍ଧକାରରେ ଭ୍ରମଣ କରୁଥିଲା, ଆମେ ମୃତ୍ୟୁ ଛାୟା ଦେଶରେ ବାସ କରୁଥିଲା, ମୃତ୍ୟୁ ଆମ ମାନଙ୍କ ଠାରେ ରାଜତ୍ୱ କରୁଥିଲା। ହେଲେ ଦେଖନ୍ତୁ ଏଇ ସମାଜରେ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି ସେ ମୃତ୍ୟୁର ନାହୁଡକୁ ଭାଙ୍ଗି ଅଛନ୍ତି, ମୃତ୍ୟୁକୁ ଜୟଯୁକ୍ତ କରି ଅଛନ୍ତି ଆଉ ସେ ଅନନ୍ତ ଜୀବନ ଆମ ମାନଙ୍କୁ ଦେଇ ଅଛନ୍ତି। ଆଉ ଆମ ମାନଙ୍କ ଠାରେ ସେଇ ମହା ଆଲୁଅ ଆମେ ଦେଖିଅଛୁ। କାହା ଜରିଆରେ ଦେଖିଅଛୁ? ଈଶ୍ୱରଙ୍କର ପୁତ୍ର ତାଙ୍କର ଅଦ୍ୱିତୀୟ ଏକମାତ୍ର ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କର ଦ୍ଵାରା ଆମେ ମହା ଆଲୁଅ ଆମ ମାନଙ୍କର ଉପରେ ସେ ଉଦିତ ହୋଇଅଛି। ହେଇଗଲା ହାଲେଲୁୟା। ଆଉ ସେଇ ଉଦିତ ହେବା ଦ୍ଵାରା ଆମେ ମାନେ କଣ କରିପାରୁଅଛୁ? ଆମେ ଅନ୍ଧକାରରେ ଭ୍ରମଣ ନ କରିକି ଆମେ ଆଲୁଅରେ ଦେଖୁଅଛୁ। ହେଇଗଲା। ଆମେ ଯେଉଁ ସମାଜରେ ଅନ୍ଧକାରରେ ଥାଉ ଆମେ କିଛି ବିଷୟ ଆମେ ଦେଖିପାରି ନଥାଉ, ଆମେ ସାମ୍ନା ବିଷୟକୁ ଦେଖିପାରି ନଥାଉ, ଆମେ ରାସ୍ତାକୁ ଦେଖିପାରି ନଥାଉ। ହେଲେ ଯେଉଁ ସମାଜରେ ଗୋଟେ ଘରେ ନା କୌଣସି ଜାଗାରେ ସ୍ଥାନରେ ଆଲୁଅ ଥାଏ ସେଇ ସ୍ଥାନରେ ଆମେ ସବୁ କିଛି ବିଷୟ ଦେଖିପାରିଥାଉ ଆଉ ସବୁ କିଛି ବିଷୟକୁ ଆମେ ଜାଣିପାରିଥାଉ। ସେହିପରି ଦେଖନ୍ତୁ ଆମେ ମାନେ এই বিষয় কথা দিশা ভবিষ্যৎ বক্তা ଗୋଟେ ରାଜା ବିଷୟରେ କଥା କହୁଛନ୍ତି ଆଉ ସେଇ ରାଜା ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଦେଖନ୍ତୁ ସେଇ ରାଜା ବିଷୟରେ ଅନେକ ପୂର୍ବରୁ ଦିଶା ଭବିଷ୍ୟତ ବକ୍ତାଙ୍କର ଜରିଆରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟ ସେ କହୁଅଛନ୍ତି। ହାଲେଲୁୟା। ଆଉ ଆଗରୁ ଭବିଷ୍ୟତ ବକ୍ତାଙ୍କୁ ସେ ଭବିଷ୍ୟତର ଗୋଟେ ରାଜାର ବିଷୟ କଥା କହୁଛନ୍ତି। ଆମେ ଅନେକ ରାଜା ଦେଖିଅଛୁ, ଆମେ ଜଗତରେ ଅନେକ ରାଜା ଦେଖିଅଛୁ, ଜାଣିଅଛୁ। ଆମେ ଯେଉଁ ସମାଜରେ ଇଲେକ୍ସନ ହୁଏ ଆମେ ଭୋଟ କରାଯାଏ ଆମେ ଶେଷ ପର୍ଯ୍ୟନ୍ତ ଆମେ ଜାଣିପାରି ନଥାଉ ଯେ କିଏ ପ୍ରଧାନମନ୍ତ୍ରୀ ହେବ, କିଏ ମୁଖ୍ୟମନ୍ତ୍ରୀ ହେବ, କିଏ ଏମଏଲଏ ହେବ, ଆମେ କୌଣସି ବିଷୟ ଜାଣିପାରି ନଥାଉ। ହେଲେ ଦେଖନ୍ତୁ ଏଇ ସ୍ଥାନରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଭବିଷ୍ୟତ ବକ୍ତା ପୁରାତନ ଆଗରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନ ଆସିବା ଆଗରୁ ଗୋଟେ ଭବିଷ୍ୟତର ଗୋଟେ ରାଜାର ବିଷୟ କଥା କହୁଛନ୍ତି। ଆଉ ସେ ରାଜା କଣ କରିବେ? ସେଇ ରାଜା କଣ କରିବେ? ଏଇ ଜଗତର ରାଜା ସେ କାର୍ଯ୍ୟ କରିବେ ନାହିଁ। ସିଏ ଉତ୍ତମ ଅନୁସାରେ ଆମେ ଦେଖୁ ଯେ ପଦରେ ଲେଖାଯାଏ ସେ ରାଜା କୋଉପରି କାର୍ଯ୍ୟ କରିବେ? ତାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତ କାର୍ଯ୍ୟକର୍ତ୍ତା, ଶାନ୍ତି ରାଜା ହେବେ। ବୁଝିଲ? ସେଇପରି ରାଜା ହେବେ। ଆଉ ସେଇ ବିଷୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଉତ୍ତମ ଅନୁସାରେ ଆମକୁ ଦେଇପାରିବେ। ଆଉ କୌଣସି ରାଜା ଆମ ମାନଙ୍କୁ ଦେଇପାରିବେ ନାହିଁ। କୌଣସି ରାଜା ଆମକୁ ଦେଇପାରିବେ ନାହିଁ। ବୁଝିଲ? ଆମେ ମାନେ ସମସ୍ତେ ଜାଣୁ ସେଇ ଭବିଷ୍ୟତର ରାଜା ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆଉ ଆମ୍ଭମାନଙ୍କୁ ଆଜି ଆମେ ମାନେ ଏଇ ସ୍ଥାନରେ ବସି ଅଛୁ, ଆଜି ଆମେ ତାଙ୍କ ଠାରେ ଅଛୁ, ଆମେ ଆରମ୍ଭ ପାଖକୁ ଆସିବୁ। ଆମେ ମାନେ ଗୋଟିଏ ଦିନ ଆମେ କଣ ଥିଲା ଅନ୍ଧକାରରେ ଭ୍ରମଣ କରୁଥିଲା, ଆମେ ଜାଣିପାରୁନଥିଲା, ଆମେ ସୃଷ୍ଟିକର୍ତ୍ତାକୁ ଚିହ୍ନି ପାରୁନଥିଲା, ଆମର ଯିବା ସ୍ଥଳକୁ ଯିବା ସ୍ଥାନକୁ ଆମର ପ୍ରକୃତ ନିଜର ଗୃହକୁ ଆମେ ଜାଣିପାରୁନଥିଲା। ହେଲେ ଏଇ ଜାଗାରେ ଦେଖନ୍ତୁ ଯେ ପୁରା ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ଆଉ ସେଇ ବାକ୍ୟକୁ ସଫଳ କଲେ। ଆଉ ସେଇ ବାକ୍ୟ ସଫଳ ହେବା ଦ୍ୱାରା ଆଜି ଆମେ ମାନେ ସମସ୍ତେ ଆମ ମାନଙ୍କ ଠାରେ ସେଇ ଦୀପ୍ତି ଉଦିତ ହୋଇଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ମାନଙ୍କ ଠାରେ ଉଦିତ ହେଇ ଅଛନ୍ତି। ଆମେ ସେଇ ଆଲୋକର ସନ୍ତାନ ହେଇଅଛୁ। ଆଉ ଆମେ ଆଜି ଆମ ଠାରେ ସେଇ ଛାୟା ରୂପ ଆମ ଠାରେ ଆଉ ନାହିଁ। ଆମ ଦେଶରେ, ଆମ ସ୍ଥାନରେ, ଆମ ଅଞ୍ଚଳରେ ଆଉ ସେଇ ମୃତ୍ୟୁର ଛାୟା ନାହିଁ। ଆଉ ସେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ମୃତ୍ୟୁକୁ ଜୟ କରି ଅଛନ୍ତି, ବିଜୟ ହେଇ ଅଛନ୍ତି, ଆମେ ସବୁ ଜାଣିଅଛୁ। ତିନି ପଦ ବୁଝିବା। ତୁମ୍ଭେ ସେହି ଦେଶୀୟ ଲୋକଙ୍କୁ ବହୁ ସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ। ଏଇ ଜାଗାରେ ଦେଖାଯାଏ ତୁମେ ସେହି ଦେଶୀୟ ଲୋକଙ୍କୁ ବହୁ ସଂଖ୍ୟକ କରି ସେମାନଙ୍କର ଆନନ୍ଦ ବୃଦ୍ଧି କରିଅଛ। ସେମାନେ ଶସ୍ୟ ଛେଦନର ଆନନ୍ଦ ପ୍ରାୟ ଆନନ୍ଦ କରନ୍ତି, ଲୁଟ ବିଭାଗ କରିବା ସମୟରେ ଉଲ୍ଲାସିତ ହୁଅନ୍ତି। କାରଣ
ମିଲିୟନ ରେ ଦିନରେ ଯେପରି ସେପରି ତୁମେ ତାର ଭାର ସ୍ୱରୂପ ଜୁଆଲି ଓ ତାର ସ୍କନ୍ଧ ସ୍ଥିତ ଭାଙ୍ଗି ତାର ଉପଦ୍ରବକାରୀର ଦଣ୍ଡ ଭାଙ୍ଗି ପକାଇଅଛ। ଦେଇଚଲ ହାଲେଲୁୟା। ଦେଖନ୍ତୁ ଆମେ ଜାଣୁ ଯେ ଆମ ଠାରେ ଯୋଉ ଜୁଆଲି ଥିଲା, ଆମ ଠାରେ ଯୋଉ ଭାର ଥିଲା, ଯୋଉ ଅଭିଶାପ ଅପରାଧ ଅଧର୍ମ ରୋଗ ଚିନ୍ତା ସମସ୍ୟାରେ ଆମେ ଯୋଉ ଭାରର ସ୍ୱରୂପରେ ଜୁଆଲି ବେଲେ କଣ ଗୋଟେ ଜାଗାରେ ବନ୍ଧା ହେଇକି ଥିବା କଥା ବିଷୟ କଥା, ଗୋଟେ ସ୍ଥାନରେ ଗୋଟେ ଜାଗାରେ ଆମେ ବନ୍ଧରେ ବାନ୍ଧି ରହିଥିବା କଥା। ଆଉ ସେଇ ଜୁଆଲିକୁ ଆଉ ଯେଉଁ ସ୍କନ୍ଧ ସ୍ଥିତ ବାହଙ୍ଗୀ ସେଇ ବିଷୟକୁ ଭାଙ୍ଗି ପକେଇ ଅଛନ୍ତି ବୋଲିକି କହୁଛନ୍ତି। ଆଉ ସେଇ ବିଷୟ କଥା ସେଇ ଭବିଷ୍ୟତର ରାଜା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମେ ମାନେ ଜାଣୁ ଯେ ସବୁ କିଛି ଜୁଆଲି ସେ ଭାଙ୍ଗି ଅଛନ୍ତି। ଆମ ଠାରେ ଯୋଉ ସ୍କନ୍ଧ ସ୍ଥିତ ଆମେ ଯୋଉ ଜାଗାରେ ବନ୍ଧରେ ବାନ୍ଧି ହେଇକି ଥିଲା, ଯୋଉ ସମାଜରେ ପୃଥିବୀରେ ଏଇ ଜଗତରେ ରୀତିନୀତିରେ ଆମେ ଯୋଉ ବାନ୍ଧି ହେଇକି ଥିଲା, ସେଇ ସ୍କନ୍ଧ ଜୁଆଲି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଜି ଭାଙ୍ଗି ଅଛନ୍ତି। ଆଉ ଆଜି ଆମେ ତାଙ୍କର ଆମେ ସନ୍ତାନ ହେଇପାରିଅଛୁ। ଆମେ ଆଲୋକର ସନ୍ତାନ ହେଇପାରିଅଛୁ। ଆଉ କାହା ଦ୍ୱାରା ଆମେ ହେଇପାରିଅଛୁ? ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମେ ହେଇପାରିଅଛୁ। ହାଲେଲୁୟା। ଯେହେତୁ କଲହରେ ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ର ସବୁ ଜଳନୀୟ ଦ୍ରବ୍ୟ ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ। କୋଉଟା କାଷ୍ଠ ସ୍ୱରୂପ ହେବ ବୋଲି କହୁଛନ୍ତି? ଯୋଉ କଳହର ସଜ୍ଜିତ ଲୋକର ସମସ୍ତ ଅସ୍ତ୍ରଶସ୍ତ୍ର ଆଉ ରକ୍ତରେ ଜଡ଼ିତ ବସ୍ତ୍ର ସବୁ, କୋଉ ସବୁ ବସ୍ତ୍ର ସବୁ କୋଉଥିରେ ଜଡ଼ିତ? ରକ୍ତରେ ଜଡ଼ିତ। କୋଉଥିରେ? ଆଉ ଅସ୍ତ୍ରଶସ୍ତ୍ର ଆଉ ରକ୍ତରେ ଜଡ଼ିତ ବସ୍ତ୍ର ସବୁ ଜଳନୀୟ ଦ୍ରବ୍ୟ ଆଉ ଅଗ୍ନି ପାଇଁ କଣ ହେବ? ସେଟା କାଷ୍ଠ ସ୍ୱରୂପ ହେବ। ସେଇ ବିଷୟ କଥା ଆମର ଠାରେ ଯୋଉ ମଳିନ ବସ୍ତ୍ର ଥିଲା, ଆମେ ଯୋଉ ଆମର ଯୋଉ ପାପ ଅପରାଧ ଶୀଘ୍ର କରିଥିଲା, ସେଇ ବିଷୟକୁ ସେ ଭବିଷ୍ୟତର ରାଜା କଣ କରିଅଛନ୍ତି? ସେଇଟାକୁ ଦୂରଭୂତ କରିଅଛନ୍ତି। ଆଉ ସେଇଟା ଅଗ୍ନିରେ ସେ ବିଷୟ କଥା ସବୁ କିଛି ଜଳିକି ନଷ୍ଟ ହେଇଯାଇଛି। ହାଲେଲୁୟା। ଆଉ ସେଇ ଅଗ୍ନି ପ୍ରଭୁ ଯୀଶୁ ପବିତ୍ର ଆତ୍ମାଙ୍କର ଅଗ୍ନି। ଆଉ ସେଇ ଅଗ୍ନିରେ ଆମେ ମାନେ କଣ ହେଇଅଛୁ? ନୂତନ ହେଇଅଛୁ। ହାଲେଲୁୟା। ଆଉ ଏଇ ଜାଗାରେ ଲେଖାଯାଏ ଆଉ ଗୋଟେ ବିଷୟ କଥା, ଆଉ ଥରେ ପଢିବା ସେ ବିଷୟକୁ। ଯେହେତୁ କଳହରେ ସଜ୍ଜିତ ଲୋକର ସମସ୍ତ କଳହରେ ସଜ୍ଜିତ ହେଇକି ଥିବା ଲୋକର ସମସ୍ତ କଣ ଅସ୍ତ୍ରଶସ୍ତ୍ର ଓ ରକ୍ତରେ ଜଡ଼ିତ ବସ୍ତ୍ର ସବୁ କଣ ହେବ? ଜଳନୀୟ ଦ୍ରବ୍ୟ ଅଗ୍ନି ପାଇଁ କାଷ୍ଠ ସ୍ୱରୂପ ହେବ। ହାଲେଲୁୟା। ଦେଖନ୍ତୁ ଆମର ପାପ ସିନ୍ଦୁର ବର୍ଣ୍ଣ କରିଥିଲା, ଆମର ବସ୍ତ୍ର ସବୁ ମଳିନ ହୋଇକି ଥିଲା। ଆଉ ଆମେ ମାନେ କଣ ହେଇଅଛୁ? ସେ ବିଷୟକୁ ପରମେଶ୍ୱର ଦୂରବର୍ତ୍ତୀ କରିଅଛନ୍ତି। ଆମକୁ ନୂତନ ବସ୍ତ୍ର ପରିଧାନ କରିଅଛନ୍ତି। ଆଉ ଆମ ଯୋଉ ରକ୍ତରେ ଆମେ ଜଡ଼ିତ ହେଇକି ଆମେ ଅପରାଧ ଅଧର୍ମରେ ଜଡ଼ିତ ହେଇକି ଥିଲୁ। ଆଉ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କର ବିଷୟ ଆମେ ଜାଣୁ ଯେ ପବିତ୍ର ଆତ୍ମାଙ୍କର ଯୋଉ ଅଗ୍ନି, ଯୋଉ ଅଭିଷେକ ଯୋଉ ଆସେ, ସେ ଅଗ୍ନିଟା କଣ କରେ? ଆମର ପାପ ଆମକୁ ଶୁଦ୍ଧ କରିଥାଏ। ମାନଙ୍କର ଅଧର୍ମ ଅପରାଧକୁ ସେ ଶୁଦ୍ଧ କରିଥାଏ। ଆଉ ସେ ଆମର ପାପ ଅପରାଧକୁ ନଷ୍ଟ କରିକି ଆମକୁ ସୁନ୍ଦର କରିଥାଏ, ପବିତ୍ର କରିଥାଏ, ଆମେ ଶୁଚି ହୋଇଥାଉ। ହାଲେଲୁୟା। ଆଉ ସେଇ ବିଷୟ କଥା ସେଇ ଭବିଷ୍ୟତର ରାଜା ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ କାର୍ଯ୍ୟ କରିଅଛନ୍ତି। ଆଉ ଏଇ ଭବିଷ୍ୟତଟା ପ୍ରଭୁ ଯୀଶୁ ଖ୍ରୀଷ୍ଟ ପୂର୍ଣ୍ଣ କରିକି ଯାଇଅଛନ୍ତି। ଆଉ ସେଇ ଭବିଷ୍ୟତ ପୂର୍ଣ୍ଣ ହେବା ଦ୍ୱାରା ଆଜି ଆମେ ମାନେ ସମସ୍ତେ ଆଲୋକର ସନ୍ତାନ ହେଇପାରିଅଛୁ। ଆଲୋକରେ ଆମେ ରହିଅଛୁ। ଆଉ ଆମେ ଭଲ ମନ୍ଦ ବିଷୟ କଥା ଆମେ ଜାଣିପାରିଅଛୁ। ଆଉ ଆମେ ସତ୍ୟରେ ଆମେ ଏଇ ସମାଜରେ ଆମେ ଚାଲୁଅଛୁ। ଆଉ ଏଇ ସହଭାଗିତାରେ ଆମେ ବସି ପାରୁଅଛୁ। କଣ ପାଇଁ? ଯିଶାୟା ଭବିଷ୍ୟତ ବକ୍ତାକୁ ଯେଉଁ ବିଷୟ ବାକ୍ୟ କହିଥିଲେ, ସେଇ ଭବିଷ୍ୟତ ବକ୍ତାର ରାଜା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିକି କାର୍ଯ୍ୟ କରିଅଛନ୍ତି। ସେଥି ନିମନ୍ତେ ଆମେ ମାନେ ଆଜି ଅନ୍ଧକାରରୁ ବାହାରି ଆସିଅଛୁ, ମିଶରରୁ ଜଗତରୁ ବାହାରି ଆସିଅଛୁ, ମୃତ୍ୟୁର ଛାୟାର ଦେଶରୁ ଆମେ ବାହାରି ଅଛୁ। ଆଉ ଆଜି ଆମେ କୀର୍ତ୍ତିରେ ଉଦ୍ଧିତ ହୋଇଛୁ। ହାଲେଲୁୟା।
ତାପରେ 6 ପଦକୁ ପଢିବା। କାରଣ ଆମ୍ଭମାନଙ୍କ ନିମନ୍ତେ ଏକ ବାଲକ ଜନ୍ମି ଅଛନ୍ତି, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଧରାଯିବ। ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା ଓ ଶାନ୍ତି ରାଜା। ହାଲେଲୁୟା। ଦେଖନ୍ତୁ ଏଇ ଜାଗାରେ, ଏଇ ସ୍ଥାନରେ ଇସ୍ରାଏଲ ଲୋକମାନଙ୍କୁ କହୁଛନ୍ତି ଯେ ଆମ୍ଭମାନଙ୍କ ନିମନ୍ତେ ଏକ ବାଲକ ଜନ୍ମିବେ, ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି। ଆମେ ଜାଣୁ ଯେ ଏଇ ବିଷୟ ବାକ୍ୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜଣାଉଅଛି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏଇ ଜଗତ ଧରା ପୃଷ୍ଠରେ ସେ ମରିୟମ କୁଆରୀ ଗର୍ଭରେ ସେ ଜନ୍ମ ହୋଇଅଛନ୍ତି, ଆଉ ଏଇ ଧରା ପୃଷ୍ଠକୁ ଆସିଅଛନ୍ତି। ଆଉ ଆମ୍ଭମାନଙ୍କୁ ଏକ ପୁତ୍ର ଦତ୍ତ ହୋଇଅଛନ୍ତି ଓ ତାହାଙ୍କର ସ୍କନ୍ଧରେ କଣ ଥୁଆଯିବ? କର୍ତ୍ତୃତ୍ୱ ଭାର ଥୁଆଯିବ। ଆଉ ସେଇ କର୍ତ୍ତୃତ୍ୱ ଭାର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ କାର୍ଯ୍ୟ କରିଅଛନ୍ତି ଆଉ ସମର୍ପଣ କରିଅଛନ୍ତି। ହାଲେଲୁୟା। ଦେଖନ୍ତୁ ଅନେକ ଭବିଷ୍ୟତ ବକ୍ତା, ଯିଶାୟା ଭବିଷ୍ୟତ ବକ୍ତା ହଉ ନା ଆମେ ପୁରାତନ ନିୟମରୁ ଯାହା ବି ଆମେ ଭବିଷ୍ୟତ ବକ୍ତା ଆମେ ପଢିଅଛୁ, ଜାଣିଅଛୁ, ଆଉ ଯେଉଁ ଭବିଷ୍ୟତ ବକ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କଥା କହନ୍ତି ଆମେ ନୂତନ ନିୟମରେ ପଢୁଛୁ ଆଉ ଜାଣୁଅଛୁ। ହେଲେ ଆଉ ଗୋଟେ ବିଷୟ ଆପଣ ମାନଙ୍କୁ କହିବି, ଆମ ପ୍ରଭୁଙ୍କର ଦାସଙ୍କର ଛଡା ଅନେକ ଭବିଷ୍ୟତ ବକ୍ତା ଆହୁରି ଅଛନ୍ତି ଆଉ ଅନେକ ଥିଲେ। ଆଉ ସେଇମାନେ ଯେଉଁ ବିଷୟ କଥା କାର୍ଯ୍ୟ କରୁଥିଲେ ସେଇମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିଷୟ କଥା କହୁନଥିଲେ। ଏଇ ଜାଗାରେ ଯିଶାୟା ଭବିଷ୍ୟତ ବକ୍ତା କହୁଛନ୍ତି ଯେ ଗୋଟେ ବାଲକ ଜନ୍ମିବେ ଆଉ ଏକ ପୁତ୍ର ଦତ୍ତ ହେବେ ଆଉ ତାହାଙ୍କର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଧୁଆଯିବ। ଯାହାର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ଧୁଆଯାଏ ନାହିଁ ସେ ସୃଷ୍ଟିକର୍ତ୍ତା ହେଇପାରିବେ ନାହିଁ। ଯାହାର ସ୍କନ୍ଧରେ କର୍ତ୍ତୃତ୍ୱ ଭାର ନାହିଁ ସେ ସୃଷ୍ଟିକର୍ତ୍ତା ହେଇପାରିବେ ନାହିଁ। ଦେଖନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ତାଙ୍କ ଠାରେ ସେ କର୍ତ୍ତୃତ୍ୱ ଭାର ଥିଲା ଆଉ ପିତାଙ୍କର ଇଚ୍ଛାକୁ ସେ କାମନା, ତାଙ୍କର ଇଚ୍ଛାକୁ ସେ ସଫଳ କଲେ, ସେଇ ପାନପାତ୍ରକୁ ଗ୍ରହଣ କଲେ, ପିତାଙ୍କର ଇଚ୍ଛାକୁ ସେ ସଫଳ କଲେ। ଆଉ ତାଙ୍କ ଠାରେ ସେ କର୍ତ୍ତୃତ୍ୱ ଭାର ଥୁଆଯାଇଥିଲା। ହାଲେଲୁୟା। ଆଉ କୌଣସି ଲୋକ, କୌଣସି ରାଜା, କୌଣସି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛଡା ଯେଉଁମାନେ କୁହନ୍ତି ଯେ ମୁଁ ସୃଷ୍ଟିକର୍ତ୍ତା, ହେଲେ ଯାହାଠାରେ କର୍ତ୍ତୃତ୍ୱ ଭାର ଥୁଆଯାଏ ନାହିଁ ସେ ସୃଷ୍ଟିକର୍ତ୍ତା ହେଇପାରିବେ ନାହିଁ। ଏଇ ଜାଗାରୁ ଆମେ ଜାଣୁଅଛୁ ଯେ ଯିଶାୟା ଭବିଷ୍ୟତ ବକ୍ତା ଯେଉଁ ଭବିଷ୍ୟତ ବକ୍ତାର ରାଜା କହୁଅଛନ୍ତି, ଯେଉଁ ରାଜାର ଆସିବା ସେଇ ବିଷୟ କଥା କହୁଅଛନ୍ତି, ଯାହାଠାରେ ସ୍କନ୍ଧରେ କର୍ତ୍ତୃତ୍ୱ ଭାର କୁହାଯାଇଅଛି ଆଉ ଯେଉଁ ରାଜା ସେଇ କର୍ତ୍ତୃତ୍ୱ ଭାର ନେଇଅଛନ୍ତି ସେ ହଉଛନ୍ତି ସେଇ ରାଜା। ଆଉ ସେଇ ରାଜା ହଉଛନ୍ତି ସେଇ ସୃଷ୍ଟିକର୍ତ୍ତା। ଆଉ କୌଣସି ରାଜା ଯଦି କର୍ତ୍ତୃତ୍ୱ ଭାର ନେଉନାହାନ୍ତି, ପାପ ଆମେ ସମସ୍ତେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛଡା ଆଉ କୌଣସି ଯେଉଁମାନେ ଭାବନ୍ତି ପରମେଶ୍ୱର ବୋଲିକି, ଯେଉଁମାନେ ଭାବନ୍ତି ସୃଷ୍ଟିକର୍ତ୍ତା ବୋଲିକି, ହେଲେ ଆମେ ମାନେ ବିଶ୍ୱାସ କରୁ ଯେ ସେଇ ରାଜା ହଉଛନ୍ତି ଆମ ଠାରେ ଦୃଷ୍ଟିଗୋଚିତ ହେବା ନିମନ୍ତେ, ଆମ ମାନଙ୍କୁ ଆଲୋକରୁ ଅନ୍ଧକାରରୁ ଆଲୋକ ଆଣିବା ନିମନ୍ତେ ସେଇ ହଉଛନ୍ତି ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସୃଷ୍ଟିକର୍ତ୍ତା ପରମେଶ୍ୱର। ଆମେ ସମସ୍ତେ ବିଶ୍ୱାସ କରୁଅଛୁ, ଜାଣୁଅଛୁ। ହେଲେ ଯେଉଁମାନେ ଭାବୁଅଛନ୍ତି ଯେ ଅନ୍ୟମାନେ ପରମେଶ୍ୱର ଆଉ ସେମାନେ ହିଁ ଆମକୁ ଉଦ୍ଧାର କରିବେ, ଆମ ମାନଙ୍କୁ ଅନ୍ଧକାରରୁ ଆଣିବେ ବୋଲି ଭାବୁଅଛନ୍ତି ଆଉ ଦେଖୁଅଛନ୍ତି ତାଙ୍କର ଭବିଷ୍ୟତ ବକ୍ତା ମାନେ ଯୋଉ ବିଷୟ କଥା କହୁଅଛନ୍ତି। ହେଲେ ଆମେ ଏଇ ଜାଗାରେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ପ୍ରକୃତ ସେ ଭବିଷ୍ୟତ ବକ୍ତାର ରାଜା, ଆଉ କୌଣସି ପରମେଶ୍ୱର ହେଇପାରିବେ ନାହିଁ। ଆମେ ସମସ୍ତେ ଜାଣୁ ଏଇ ଜଗତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛଡା କୌଣସି ମାନବ ଜାତି ନିମନ୍ତେ କୌଣସି ବ୍ୟକ୍ତି ନା ପରମେଶ୍ୱର ପାପ, ଅପରାଧ, ଅଭିଶାପକୁ ସେ କର୍ତ୍ତୃତ୍ୱ ଭାର ନେଇକି କୃଷ ଉପରେ ମୃତ୍ୟୁବରଣ କରିନାହାନ୍ତି। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ବାକ୍ୟକୁ ସଫଳ କରିଅଛନ୍ତି ଆଉ ଆମେ ବିଶ୍ୱସ୍ତ ହଉଅଛୁ, ଆମେ ଜାଣିଅଛୁ, ଆମେ ଅନ୍ଧକାରରୁ ବାହାରିକି ଆଲୋକକୁ ଆସିଅଛୁ। ଆମ ଠାରେ ସେ
ତୃପ୍ତି ଉଦିତ ହୋଇଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଆଉ ଏ ବିଷୟ କଥା ଆମେ ପାଇଅଛୁ ପରମେଶ୍ୱରଙ୍କ ଅନୁଗ୍ରହ ଦ୍ୱାରା, ପରମେଶ୍ୱରଙ୍କର ଦୟା ଦ୍ୱାରା। ଏଇ ଜାଗାରେ ଦେଖନ୍ତୁ ଭବିଷ୍ୟତ ବକ୍ତାକୁ କହୁଅଛନ୍ତି ଯେ ଯେଉଁ ଦେଶ ଇସ୍ରାଏଲୀୟ ଲୋକମାନେ ସେମାନେ ପରମେଶ୍ୱରଙ୍କର ଇଚ୍ଛା ଅନୁସାରେ ସେମାନେ ଚାଲୁନଥିଲେ, ଆଉ ସେମାନଙ୍କୁ ସେ ବିଷୟ କଥା କହୁଥିଲେ। ପ୍ରେଜ୍ ଦ ଲର୍ଡ। ଆଉ ସେଇ ବିଷୟରେ ଆମମାନଙ୍କୁ ଏଇ ବାକ୍ୟ କଥା କହୁଅଛି। ଆଉ ଆମମାନଙ୍କ ଠାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଉଦିତ ହୋଇଅଛନ୍ତି, ଆଉ ସେଇ ଭବିଷ୍ୟତର ରାଜା ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଆମେମାନେ ପ୍ରମାଣ ଆମେ ଜାଣୁଅଛୁ। ତାପରେ ଆଉ ଗୋଟେ ବିଷୟ ଦେଖିବା, ପୁଣି ତାହାଙ୍କର ନାମ ଆଶ୍ଚର୍ଯ୍ୟ, ତାହାର ନାମ ଯେଉଁ ଭବିଷ୍ୟତ ବକ୍ତାର ରାଜା ବିଷୟରେ କହୁଅଛନ୍ତି ଯିଶା ଭବିଷ୍ୟତ ବକ୍ତା, ସେ ଯିଏକି ଅନ୍ଧକାର ଆଲୋକକୁ ଆଣିବେ, ଯିଏ ଆମମାନଙ୍କ ଠାରେ ତୃପ୍ତି ଉଦିତ ହେବ, ଯିଏକି ଆମମାନଙ୍କର ଜୁଆଲି ଆମମାନଙ୍କର ସ୍କନ୍ଧରୁ ସେ ଭାଙ୍ଗି ପକାଇବେ, ତାହାଙ୍କର ନାମ କହୁଅଛନ୍ତି। এই জায়গায় লেখা হই নাই কৌশি বিষয় প্রভু যীশু খ্রিস্টଙ୍କର কথা, ହେଲେ ଏଇ ଜାଗାରେ ତାହାଙ୍କର ନାମ କଣ ବୋଲି ଲେଖା ହୋଇଅଛି? ଆଶ୍ଚର୍ଯ୍ୟ। ଆଶ୍ଚର୍ଯ୍ୟ ବେଲେ ଆମେ ଜାଣୁ ତାହାଙ୍କର ନାମ ଆଶ୍ଚର୍ଯ୍ୟ। ବିଚାର କଥା 13-18 ବି ପଢିବା ଆମେ ଜାଣିପାରିବା ଯେ ତାହାଙ୍କର ନାମ ଆଶ୍ଚର୍ଯ୍ୟ। ଆମେ ଜାଣୁ এই জগତରେ এই ଆକାଶ ତଳେ ପରିତ୍ରାଣ ପାଇବାକୁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଛଡା ଅନ୍ୟ ନାମ ଆଉ କେହି ପରିତ୍ରାଣ ଦେଇପାରିବେ ନାହିଁ। ହାଲେଲୁୟା। ଆଉ ଆମେ ସମସ୍ତେ ଜାଣୁ ଗୋଟିଏ ନାମ ପ୍ରଭୁ ଖ୍ରୀଷ୍ଟଙ୍କର ନାମ, ସେଇ ନାମରେ ଆମେ ମାନେ ପରିତ୍ରାଣ ପାଉଅଛୁ। ସେଇ ନାମରେ ଆମେ ମାନେ କଣ ପିତାଙ୍କର ନିକଟରେ ନିବେଦନ କରୁଅଛୁ, ମାଗୁଅଛୁ। ହାଲେଲୁୟା। ଆଉ ସେଇ ନାମ ଆଶ୍ଚର୍ଯ୍ୟ ନାମ। ସେଇ ନାମରେ ଭୂତ ଛାଡୁଅଛି, ସେଇ ନାମରେ ରୋଗ ସୁସ୍ଥତା ହଉଅଛି, ସେଇ ନାମରେ ମାତୃ ଗର୍ଭରୁ ଖଞ୍ଜ ଲୋକମାନେ ଉଠିକି ଚାଲିଅଛନ୍ତି, ମାର ଗର୍ଭରୁ ଅନ୍ଧ ହେଇକି ସେମାନେ ଦେଖୁଅଛନ୍ତି। କୋଉ ନାମରେ? ସୁନାମରେ। ଆଉ ସେଇ ନାମ ଆଶ୍ଚର୍ଯ୍ୟ ନାମ। ଜଗତରେ ଅନେକ ନାମ ଅଛି, ଅନେକ ରାଜାଙ୍କର ନାମ ଅଛି, ହେଲେ ସେଇ ନାମରେ କୌଣସି ଆଶ୍ଚର୍ଯ୍ୟ କର୍ମ ହୋଇପାରେ ନାହିଁ। ହାଲେଲୁୟା। ଅନେକ ରାଜା ଅଛନ୍ତି, ହେଲେ ସେଇ ରାଜା ମାନେ ଅନେକ କବରରେ ଲେଖା ହେଇଅଛି, ହେଲେ ସେଇ ନାମକୁ ଅନେକ ଲୋକ ଭୁଲି ଯାଇଅଛନ୍ତି। ହେଲେ ଦେଖନ୍ତୁ ଏମିତି ଗୋଟେ ନାମ ଯେମିତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ନାମ ଆମେ ମାନେ କେବେ ବି ଭୁଲି ନାହୁଁ। ଏଇ ଜଗତରେ ଦେଖନ୍ତୁ ସେଇ ଯୀଶୁଙ୍କର ନାମ ଆଶ୍ଚର୍ଯ୍ୟ ନାମ। ହାଲେଲୁୟା। ଆଉ ସେଇ ଯୀଶୁଙ୍କ ନାମରେ ଆମେ ମାନେ କଣ ପାଉଅଛୁ? এই যীশুଙ୍କୁ ଆମେ ବିଶ୍ୱାସ କରିବା ଦ୍ୱାରା ଆମେ ଅନନ୍ତ ଜୀବନ, ଆମ ପରିତ୍ରାଣକୁ ପାଉଅଛୁ। ହାଲେଲୁୟା। ତାପରେ ଲେଖାଯାଏ ମନ୍ତ୍ରୀ। ଜଗତରେ ଅନେକ ମନ୍ତ୍ରୀ ଅଛନ୍ତି, ଅନେକ ଅଛନ୍ତି, ହେଲେ ଆମେ ମାନେ ସମସ୍ତେ ଜାଣୁ ଜଗତର ଏମଏଲଏ ଇଲେକ୍ସନ ଆସିବ, ସେଇ ସମୟରେ ଆପଣ ମାନଙ୍କର ନିକଟକୁ ଆସିବେ, ଆପଣ ମାନଙ୍କୁ ସାହାଯ୍ୟ କରିବା ନିମନ୍ତେ ଆସିବେ, ଚାଉଳ ଗହମ ଦେଇକି ଯିବେ। ହେଲେ ଏଇ ଜାଗାରେ ମନ୍ତ୍ରୀଙ୍କର ବିଷୟରେ କଥା ହଉଛନ୍ତି, ଆଉ ସେଇ ମନ୍ତ୍ରୀ ହଉଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ। ଦେଖନ୍ତୁ ତାହାଙ୍କ ପାଇଁ କୌଣସି ମନ୍ତ୍ରଣା ତାହାର ବିରୋଧନା ନାହିଁ। ସିଏ ନିଜେ ସୃଷ୍ଟିକର୍ତ୍ତା, ଆଉ ତାହାକୁ କିଏ ମନ୍ତ୍ରଣା ଦେଇପାରିବେ ନାହିଁ। ଆଉ ସେଇ ହଉଛନ୍ତି এই ଭବିଷ୍ୟତର ରାଜା ପ୍ରଭୁ ଯୀଶୁ ଖ୍ରୀଷ୍ଟ। ହାଲେଲୁୟା। ଆଉ ଯାହାକୁ ମନ୍ତ୍ରଣା ଦିଆହଉଅଛି, ଯାହାକୁ କୁହା ହଉଛି, ଆଜ୍ଞା ଦିଆ ହଉଅଛି, ସିଏ ସେ ଭବିଷ୍ୟତର ରାଜା ହେଇପାରିବେ ନାହିଁ, ସେ ଯୋଗ୍ୟ ହେଇପାରିବେ ନାହିଁ। ହାଲେଲୁୟା। ଆଉ ତାହାଙ୍କୁ କେହି ବି ମନ୍ତ୍ରଣା କରିପାରିବେ ନାହିଁ, ତାହାଙ୍କୁ ଆଜ୍ଞା ଦେଇପାରିବେ ନାହିଁ। ହାଲେଲୁୟା। ତାପରେ ଲେଖାଯାଏ ପରାକ୍ରାନ୍ତ ପରମେଶ୍ୱର। ପରାକ୍ରାନ୍ତ ପରମେଶ୍ୱର ମାନେ ସେ ଈଶ୍ୱର ରୂପେ ସର୍ବଶକ୍ତିମାନ, ସର୍ବମୟ ବିଚାର କର୍ତ୍ତା। ହାଲେଲୁୟା। ପରାକ୍ରାନ୍ତ ପରମେଶ୍ୱର, ସେ ସର୍ବଶକ୍ତିମାନ ପରମେଶ୍ୱର। ହାଲେଲୁୟା। ଆମେ ମାନେ ଜାଣୁ ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେଉଁ ସମାଜରେ ବିଧବା ସ୍ତ୍ରୀ ଗୋଟେ ସନ୍ତାନକୁ କବର ନେବା ନିମନ୍ତେ ଯାଉଅଛନ୍ତି, ସେ ମୃତ୍ୟୁବରଣ କରିଅଛନ୍ତି, ହେଲେ ଦେଖ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଠିଆ ହେଇକି କ୍ରମରେ ମୃତ୍ୟୁବରଣ କରିଥିବା ସନ୍ତାନକୁ ସେଇ ଜାଗାରୁ ଜୀବନ ଦେଉଛନ୍ତି। ଆମେ ଲାଜାର ବିଷୟ ଜାଣୁଅଛୁ, ଲାଜାରକୁ ପରମେଶ୍ୱର ମୃତ୍ୟୁକୁ ଦେଇଅଛନ୍ତି। ହାଲେଲୁୟା। ଦେଖନ୍ତୁ ସେଇ ପରାକ୍ରାନ୍ତ ପରମେଶ୍ୱର ଆମ ମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିଅଛନ୍ତି,
ଆମ ମାନଙ୍କୁ ବିଶ୍ୱରୁ ଜଗତରୁ ଆମ ମାନଙ୍କୁ ବାହାର କରି ଆଣି ଅଛନ୍ତି ଆଉ ସେ ହଉଛନ୍ତି ସେ ପରାକ୍ରାନ୍ତ ପରମେଶ୍ୱର ହାଲେଲୁୟା ଆଉ ତାଙ୍କ ଠାରେ କୌଣସି ଶକ୍ତି କାର୍ଯ୍ୟ କରିପାରିବ ନାହିଁ କୌଣସି ଅନ୍ଧକାର ଶକ୍ତି କାର୍ଯ୍ୟ କରିପାରିବ ନାହିଁ କୌଣସି ରୋଗ ସମସ୍ୟାର ଶକ୍ତି କାର୍ଯ୍ୟ କରିପାରିବ ନାହିଁ ଏକମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯିଏ ସୃଷ୍ଟିକର୍ତ୍ତା ସେ ହେଉଛନ୍ତି ପରାକ୍ରାନ୍ତ ପରମେଶ୍ୱର ଆଉ କୌଣସି ବିଷୟ ଓ ଜଗତରେ ଯାହା ବି ଗୁଣିଗାରେଡ଼ି ଅନ୍ଧକାର ଶକ୍ତି ହଉ ଯାହା ବି ଅନ୍ଧକାର ଶୈତାନ ଶକ୍ତି ହଉ ଯାହା ବି ଯୋଉ ରାଜା ମାନେ କହୁଛନ୍ତି ମୁଁ ବଳବାନ ଯୋଉ ରାଜା ମାନେ ଆଜି ଏସି ଗାଡି ବଡ ଗାଡି ସେମାନେ ସୁରକ୍ଷିତରେ ଯାଉଅଛନ୍ତି ହାଲେଲୁୟା ସେମାନେ ଦେଖନ୍ତୁ ପରାକ୍ରାନ୍ତ ରାଜା ହେଇପାରିବେ ନାହିଁ ହେଲେ ଏଇ ଜାଗାରେ ପରାକ୍ରାନ୍ତ ପରମେଶ୍ୱର ବିଷୟ ଆମେ ଜାଣୁଅଛୁ ହାଲେଲୁୟା ତାପରେ ଅନନ୍ତକାଳୀନ ପିତା ସେ ଅନାଦି ଅନନ୍ତ ପୁଣି ପିତୃ ହୃଦୟ ବିଶିଷ୍ଟ ହୋଇ ପ୍ରେମ ସହାନୁଭୂତି ଓ କ୍ଷମା ଦେବାରେ ବିଶ୍ୱସ୍ତ ହାଲେଲୁୟା ଅନେକ ଜଗତରେ ପିତା ଅଛନ୍ତି ମହାତ୍ମା ଗାନ୍ଧୀଙ୍କୁ ପିତା ବୋଲିକି ଡାକନ୍ତି ଆହୁରି ମା ବାପାଙ୍କୁ ପିତା ମାତା ବୋଲି ଡାକନ୍ତି ଆହୁରି ଅନେକ ଲୋକଙ୍କୁ ବଡ ବଡ ଲୋକଙ୍କୁ ସେମାନେ ପିତା ବୋଲିକି ଡାକନ୍ତି ସମ୍ବୋଧନ କରନ୍ତି ହେଲେ ଏଇ ଜାଗାରେ କହୁଛନ୍ତି ବିଶ୍ୱ ଭବିଷ୍ୟତ ପିତା ଅନନ୍ତକାଳୀନ ପିତା ଓ ପିତା ଛଣେ ସମୟ ପାଇଁ ପିତା ନୁହେଁ ଅନନ୍ତକାଳୀନ ପିତା ଆଉ ସେଇ ପିତା କଣ କରନ୍ତି ସେ ଅନାଦି ଅନନ୍ତ ସେ ଆରମ୍ଭ ଶେଷ ସେ ଉତ୍ସ ଆଉ କୌଣସି ପିତା ଆଉ ଦେଖାଯାଏ ଜଗତରେ କୌଣସି ବ୍ୟକ୍ତିଙ୍କୁ ତେବେ ପିତା ବୋଲି ସମ୍ବୋଧନ କର ନାହିଁ ଜଣେ ହିଁ ସୃଷ୍ଟିକର୍ତ୍ତା ଯିଏକି ଆମକୁ ସେ ନିର୍ମାଣ କରିଅଛନ୍ତି ସୃଷ୍ଟି କରିଅଛନ୍ତି ଆଉ ସେ ହିଁ ଅନାଦି ଅନନ୍ତ ଆଉ ସେ ହିଁ ଆରମ୍ଭ ଓ ଶେଷ ଆଉ ସେଇ ପିତା ଆମ ମାନଙ୍କୁ ପ୍ରେମ କରିଅଛନ୍ତି ଆଉ ସେଇ ପିତା ସହାନୁଭୂତି ସହି ଅଛନ୍ତି ଆଉ ଆମ ମାନଙ୍କୁ କ୍ଷମା ଦେଇଅଛନ୍ତି ହାଲେଲୁୟା ଏଇ ଜଗତରେ ଅନେକ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ମୋର ଆଗରୁ ଆସିଲେ ଅନେକ ସେମାନେ ବଧ ବିନାଶ କରିବା ନିମନ୍ତେ ଆସିଲେ ହେଲେ ମୁଁ ତୁମମାନଙ୍କ ନିମନ୍ତେ ଆସିଅଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ମାନଙ୍କ ଠାରେ ଅନନ୍ତ ଜୀବନ ଦେବା ନିମନ୍ତେ ଆସିଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିବା ନିମନ୍ତେ ଆସିଲେ ଆମ ମାନଙ୍କ ଠାରେ ଦୀପ୍ତି ଉଦିତ ହେବା ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ ଆଉ ସିଏ ମନରେ ହାଲେଲୁୟା ଆଉ ସେ ହଉଛନ୍ତି ଏକ ପୁତ୍ର ଆଉ ଅଦ୍ୱିତୀୟ ପୁତ୍ର ନାହିଁ ଆମେ ଜାଣୁ ପ୍ରଭୁ ଖ୍ରୀଷ୍ଟଙ୍କ ଦ୍ୱାରା ହୁଅନ୍ତୁ ଏକ ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ଆମ ମାନଙ୍କୁ ଅନ୍ଧକାରରୁ ଆଲୋକକୁ ଆଣିପାରିବେ ହାଲେଲୁୟା ତାପରେ ଆମେ ଦେଖୁ କ୍ଷମା ଦେବାର ବିଷୟ କଥା ସହାନୁଭୂତି ପ୍ରେମ ବିଷୟ କଥା ଅନେକ ରାଜା ମାନେ ଅଛନ୍ତି ସେମାନେ କ୍ଷମା ଦେଇ ପାରନ୍ତି ନାହିଁ ସେମାନେ ସହାନୁଭୂତି କରିପାରନ୍ତି ନାହିଁ ସେମାନଙ୍କ ଠାରେ କ୍ଷମାର ବିଷୟ ନାହିଁ ସେମାନଙ୍କ ଠାରେ ହୃଦୟ ବିଷୟ ନାହିଁ କର୍ତ୍ତୃତ୍ୱ ଭାରର ହୃଦୟ ନାହିଁ ହେଲେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ତାପରେ ଶାନ୍ତି ରାଜା ହେବେ ଖ୍ରୀଷ୍ଟ ହିଁ କେବଳ ଅଶାନ୍ତ ପୃଥିବୀରେ ଶାନ୍ତି ସ୍ଥାପନ କରିବେ ହାଲେଲୁୟା ଆଉ ସେ ହଉଛନ୍ତି ଶାନ୍ତି ରାଜା ଆଉ ସେଇ ପ୍ରଭୁ ଖ୍ରୀଷ୍ଟ ହିଁ ଆମ ମାନଙ୍କ ଠାରେ ଶାନ୍ତି ଆଣିଅଛନ୍ତି ଆଉ ସେଇ ଶାନ୍ତି ଆମେ ମାନେ ପାଇଅଛୁ ହାଲେଲୁୟା 7 ପଦକୁ ପଢିବା ତାହାଙ୍କ କର୍ତ୍ତୃତ୍ୱ ବୃଦ୍ଧି ଓ ଶାନ୍ତିର ସୀମା ରହିବ ନାହିଁ କୋଉ ସୀମା ରହିବ ନାହିଁ କର୍ତ୍ତୃତ୍ୱ କାର୍ଯ୍ୟର ବୃଦ୍ଧି ଆଉ ଶାନ୍ତିର ସୀମା ରହିବ ନାହିଁ କୌଣସି ସୀମା ରହିବ ନାହିଁ ଏତେ ରହିବ ହାଲେଲୁୟା ସେ ଦାଉଦଙ୍କର ସିଂହାସନରେ ଓ ତାହାଙ୍କର ରାଜ୍ୟରେ ଉପବିଷ୍ଟ ହୋଇ ନ୍ୟାୟ ବିଚାର ଓ ଧାର୍ମିକତାରେ ଏ କ୍ଷଣ ଠାରୁ ଅନନ୍ତ କାଳ ପର୍ଯ୍ୟନ୍ତ ତାହାର ସୁଦୃଢ କରିବେ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସାଧନ କରିବ କହୁଛନ୍ତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସାଧନ କରିବ ଆଉ ଗୋଟେ ଲେଖାଯାଏ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସାଧନ କରିବ ସୈନ୍ୟାଧିପତି ସଦାପ୍ରଭୁଙ୍କର ଉଦ୍ଯୋଗ ଏହା ସାଧନ କରିବ ଆଉ ସେଇ ସାଧନ
କୋଉ ସମାଜରେ ହେଲା? ନୂତନ ନିୟମରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସି ସେଇ କାର୍ଯ୍ୟକୁ ସମ୍ପୂର୍ଣ୍ଣ କଲେ। ହାଲେଲୁୟା। ଆଜି ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମେ କରତାଳ ମାଧ୍ୟମରେ ଆମେ ସମସ୍ତେ ଗୋଟେ କରତାଳ ମାଧ୍ୟମରେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ କରତାଳ ମାଧ୍ୟମରେ ଆମେ ଧନ୍ୟବାଦ କରୁ। କାହିଁକି ନା ଆମକୁ ସେ ଅନ୍ଧକାର ସେ ଆଲୋକକୁ ଆଣିଛନ୍ତି ଆଉ ସେ ସାଧନ କରିଅଛନ୍ତି। ଆଉ ସେଇ ସନ୍ନ୍ୟାଧିପତି ସଦାପ୍ରଭୁ ସେଇ ସାଧନ କରିଅଛନ୍ତି। ଆଉ ଆଜି ଆମେ ଆଲୋକରୁ ଅନ୍ଧକାରରୁ ଆମେ ଆଲୋକକୁ ଆସିଅଛୁ। ଆମର ମଜବୁତ ଘର ସେ ନେଇ ଅଛନ୍ତି। ଆଉ ସେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମକୁ ଉଦ୍ଧାର ଦେଇଅଛନ୍ତି। ଆଉ ସେ ହଉଛନ୍ତି ଯୀଶୁ ଖ୍ରୀଷ୍ଟ। ତାଙ୍କର ନାମ ଆଶ୍ଚର୍ଯ୍ୟ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ୱର, ଅନନ୍ତକାଳୀନ ପିତା, ଶାନ୍ତିର ରାଜା। ଆଉ ସେଇ ଶାନ୍ତି ସୀମା ରହିବ ନାହିଁ। ଆଉ ତାଙ୍କର କର୍ତ୍ତୃତ୍ୱ ସୀମା ରହିବ ନାହିଁ। ହାଲେଲୁୟା। ଆମେ ଜାଣୁ ତାଙ୍କର କର୍ତ୍ତୃତ୍ୱ। ଦେଖନ୍ତୁ ଆମେ ଆଜି ସକାଳ ସମାଜରେ ଆମେ ଚର୍ଚ୍ଚରେ ଆମେ ଦେଖୁଥିବା ଯେ ଆମକୁ ଅନାଥ କରିକି ଛାଡ଼ିଯିବେ ନାହିଁ ବୋଲିକି କହିବେ। ଆଉ ସେ ପ୍ରତିଜ୍ଞା ଦେଲେ ମୁଁ ତୁମମାନଙ୍କ ନିକଟକୁ ମୁଁ ପିତାଙ୍କ ନିକଟକୁ ଯାଉଅଛି। ଆଉ ମୁଁ ଗଲେ ତୁମମାନଙ୍କ ନିମନ୍ତେ ଭଲ ଓ ପିତାଙ୍କ ନିକଟକୁ ଯିବି। ଆଉ ସେଇ ସତ୍ୟମୟ ଆତ୍ମା ସେଇ ପବିତ୍ର ଆତ୍ମାକୁ ମୁଁ ତୁମମାନଙ୍କ ନିକଟକୁ ପ୍ରେରଣ କରିବି। ମୁଁ ଯାଉଅଛି, ପୁଣି ଥରେ ମୋତେ ତମେ ଦେଖିବ, ଆଉ ମୁଁ ଆସିବି ତୁମମାନଙ୍କ ନିକଟକୁ ବୋଲିକି କହିଲି। ଦେଖନ୍ତୁ ସେ ହଉଛନ୍ତି ପ୍ରକୃତ ପିତା ଯିଏ ସେ ଆମକୁ ପ୍ରେମ କରୁଅଛନ୍ତି। ଆଉ ସେ ହଉଛନ୍ତି ପ୍ରକୃତ ପିତା ଯିଏ ଆମକୁ ପ୍ରେମ ଆଉ ସହାନୁଭୂତି କରୁଅଛନ୍ତି। ହାଲେଲୁୟା। ଆଉ ସେ କହିଅଛନ୍ତି ମୁଁ ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମର ସହିତ ରହିବି ବୋଲିକି। ଆଉ ତାଙ୍କର କର୍ତ୍ତୃତ୍ୱ ଆଉ ତାଙ୍କର ଶାନ୍ତିର ସୀମା ରହିବ ନାହିଁ। ହାଲେଲୁୟା। ଯଦି ଆମେ ମାନେ ଭାବୁଅଛୁ ଆମ ଠାରେ ସେ ଶାନ୍ତି ନାହିଁ, ତାହେଲେ ଆମେ ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆମେ ଛାଡ଼ିଅଛୁ। ଯଦି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ଠାରେ ଉଦିତ ହେଇଅଛନ୍ତି, ଆମେ ଅନ୍ଧକାର ଆଲୋକରେ ଆମେ ଅଛୁ, ତାହେଲେ ସେ ଶାନ୍ତି ଆମ ଠାରେ ରହିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ଠାରେ ରହିଲେ ସେ ଶାନ୍ତି ରହିବ। ଆଉ ସେ ଶାନ୍ତିର ସୀମା ରହିବ ନାହିଁ। ହାଲେଲୁୟା। ଅଳ୍ପ ବାକ୍ୟ ଆପଣମାନଙ୍କୁ ବୁଝିବାରେ